ଜୟ ମା ଚିନ୍ନମସ୍ତା। ଆମେ ପୂର୍ବ ଅଧ୍ୟାୟରେ କଥା ହେଇଥିଲେ ଖେଚେରୀ ମୁଦ୍ରା ବିଷୟରେ ଏବଂ ଆଜି ଆମେ ଜାଣିବା କିପରି ଏହାକୁ ଆମେ ଅଭ୍ୟାସ କରିବା ଏବଂ ଏହା ଅଭ୍ୟାସ କଲେ ଫାଇଦା ବିଷୟରେ ତ ଆମେ ଜାଣିଛନ୍ତି, ଦେହ ଭଲ ରହିବ। ଖେଚେରୀ ମୁଦ୍ରା ହେଉଛି ତାକୁ ଆମେ ସବୁବେଳେ କରିପାରିବା, ସବୁ ସମୟରେ ବୁଲିବା, କେବଳ ଖାଇବା ସମୟରେ କରିପାରିବାନି, ଶୋଇବା ସମୟରେ ଛାଡ଼ିଦେଲେ ଅନ୍ୟ ସବୁ ସମୟରେ ଖେଚେରୀ ମୁଦ୍ରା କରିବେ। ଜିଭ ଆପଣ ବାହାର କରିବେ, ଏମିତି ମାନେ ଜିଭରେ ଆପଣ ତାଳୁକୁ ଛୁଇଁବେ ଖେଚେରୀ ମୁଦ୍ରା ଏବଂ ତା ଲାଳକୁ ଆପଣ ପିଇବେ। ସେଇ ଲାଳଟା ଆଉ ଅମୃତ ଆମର ଶରୀରର ଅନେକ ରୋଗ ଠିକ୍ କରିଦେବ। ଓଭର ଥିଙ୍କିଂ ଭଲ ହେଇଯିବ, ମନ ମସ୍ତିଷ୍କ ସୁସ୍ଥ ରହିବ, ଲିଭର ପ୍ରୋବ୍ଲେମ୍ ଭଲ ହେଇଯିବ, ଫ୍ୟାଟି ଲିଭର ଭଲ ହେବ, ପୁରା ଶରୀର ଡେଟକ୍ସ ହେଇଯିବ।